ମୁଁ ଅସୁରାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ମିନତି ସାହୁ। ଆଜି ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଜନ୍ମଦିନ ଉପଲକ୍ଷେ ଆମେ ଏଇ ଅସୁରାଳି ଗ୍ରାମ ପଞ୍ଚାୟତରେ ରକ୍ତଦାନ ଶିବିରରେ ବହୁତ ଲୋକଙ୍କୁ ଆସିକି ଅଲଗା ପଞ୍ଚାୟତରୁ ଆସିକି ରକ୍ତଦାନ କରୁଛନ୍ତି। ବଡ ଖୁସିର କଥା। ତାଙ୍କୁ ମାନେ ଯେଉଁ ଏଇ ରକ୍ତ ଟିକ ପାଇଁ ସାରା ଭାରତ ବର୍ଷରେ ବେଳେ ବେଳେ ଚହଳ ପଡିଯାଏ, ରକ୍ତ ମିଳେ ନାହିଁ, କିନ୍ତୁ ବହୁତ ପଞ୍ଚାୟତରୁ ପିଲାମାନେ ଆସି ସମସ୍ତେ ରକ୍ତଦାନ କରୁଛନ୍ତି। ବହୁତ ଖୁସିର କଥା। ତାଙ୍କ ଜନ୍ମଦିନରେ ଆଜି ଆମେ ଆହ୍ୱାନ କରୁଛୁ ଯେ ତାଙ୍କୁ ଭଗବାନ ଜଗନ୍ନାଥ ତାଙ୍କୁ ସଦୟ ହୁଅନ୍ତୁ, ତାଙ୍କୁ ତାଙ୍କ ଚଲାପଥ କୁସୁମିତ କରନ୍ତୁ। ସେଥିପାଇଁ ଆମେ ଜନ୍ମଦିନରେ ଆହ୍ୱାନ କରୁଛୁ, ଏ ରକ୍ତଦାନ ଯୋଉମାନେ କରୁଛନ୍ତି ତାଙ୍କୁ ବି ଭଗବାନ ଜଗନ୍ନାଥ ତାଙ୍କୁ ବି ସହାୟ ହୁଅନ୍ତୁ। ତ ଏ ଭାରତୀୟ ଜନତା ପାର୍ଟିର ଗର୍ବ, ଆଜି ଆମେ ଅସୁରାଳି ପଞ୍ଚାୟତରେ ରକ୍ତଦାନ ଶିବିର ଖୋଲି ନିଜକୁ ବହୁତ ମହାନ ବୋଲି ଆମେ ମନେ କରୁଛୁ। ମୁଁ ବୈକୁଣ୍ଠନାଥ ସାହୁ, ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା ମିଡିଆ ସେଲ୍ ଆବାହକ। ଦେଖନ୍ତୁ, ଓଡ଼ିଶା ମାଟିର ଜଣେ ଅତ୍ୟନ୍ତ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ, ଆମ ସମସ୍ତଙ୍କର ଗର୍ବ ଏବଂ ଗୌରବର ବ୍ୟକ୍ତିତ୍ୱ, ସମ୍ମାନସ୍ପଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଶୁଭ ଜନ୍ମଦିନ। ଏହି ଅବସରରେ ଆମେ ଧାମନଗରର ଜନପ୍ରିୟ ବିଧାୟକ ତଥା ରାଜ୍ୟ ସରକାରଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜଙ୍କର ନେତୃତ୍ୱରେ ଆଜି ଅସୁରାଳି ପଞ୍ଚାୟତ ଅଫିସରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜାରି ରହିଛି। ରକ୍ତଦାନ ହେଉଛି ଏକ ଶ୍ରେଷ୍ଠ ସାମାଜିକ ଦାନ। ଜଣେ ବ୍ୟକ୍ତି ଯିଏ ରାଜନୀତିରେ ଅଛନ୍ତି, ତାହା ହେଉଛି ମଧ୍ୟ ସମାଜ ସେବା। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଯୁବମାନସର ପ୍ରତୀକ ଭାବରେ ଯେଉଁଭଳି ରାଜନୀତିରେ ରହି ସମାଜର ତଳ ପାହାଚରେ ବଞ୍ଚୁଥିବା ମଣିଷ ଆଖିରେ ଲୁହ ପୋଛି ଦେବା ପାଇଁ ଅବିରତ ସଂଗ୍ରାମ କରୁଛନ୍ତି, ତାଙ୍କର ଜନ୍ମଦିନକୁ ସାର୍ଥକ କରିବା ପାଇଁ, ସ୍ମରଣୀୟ କରିବା ପାଇଁ ଆଜି ଆମେ ଭାରତୀୟ ଜନତା ପାର୍ଟି ଧାମନଗର ବିଧାନସଭା କ୍ଷେତ୍ର ତରଫରୁ ଏଇଭଳି ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରିଛୁ। ଉମାମଣି ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ଅସୁରାଳି ଜେଲ୍। ଆମର ଯଶସ୍ୱୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କର ଆଜି ଜନ୍ମଦିନ ଉପଲକ୍ଷେ ଧାମନଗର ବ୍ଲକର ଅସୁରାଳି ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଆଜି ଧାମନଗର ବ୍ଲକ ନୁହେଁ, ସାରା ଓଡ଼ିଶାରେ ତାଙ୍କର ଜନ୍ମଦିନ ପାଳନ କରାଯାଉଛି। ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବି ପାଳନ କରୁଛନ୍ତି। ଫଳ ବଣ୍ଟନଠୁ ଆରମ୍ଭ କରି ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଆମ ଧର୍ମେନ୍ଦ୍ର ପ୍ରଧାନ ଭାଇଙ୍କର ତାଙ୍କର ଦୀର୍ଘ ଜୀବ କାମନା କରୁଛୁ ଏବଂ ତାଙ୍କୁ ଜଗତର ନାଥ ଜଗନ୍ନାଥ ତାଙ୍କର କୁସୁମିତ କରନ୍ତୁ। ମୁଁ ହେଉଛି ଅଶୋକ କୁମାର, ମାନନୀୟ ଧାମନଗରର ବିଧାୟକ ମିନିଷ୍ଟରଙ୍କର ପ୍ରତିନିଧି, ଧାମନଗର ବ୍ଲକ ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ। ଆଜି ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହାଙ୍କ ପାଇଁ ଆଜି ଓଡ଼ିଶାର ବହୁତ କଥା ହେଇଛି, ଓଡ଼ିଶା ଯୋଉଥିପାଇଁ ଗର୍ବିତ, ସାରା ଭାରତ ବର୍ଷରେ ଓଡ଼ିଶାକୁ ବି ଯଦି ପରିଚିତ କରିଥାନ୍ତି ତାଦ୍ୱାରା ସିଏ ହେଉଛନ୍ତି ଓଡ଼ିଶାର ପୁଅ, ସେ ହେଉଛନ୍ତି ମାନନୀୟ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆପଣମାନେ ସମସ୍ତେ ଜାଣିଥିବେ ଯେତେବେଳେ ସେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିଲେ, ଯେତେବେଳେ ଉଜାଲା